ମୋର ଗୋଟିଏ କଥା ଶୁଣ। ସର୍ବପ୍ରଥମେ ନିଜକୁ ଦୋଷ ଦେବା ବନ୍ଦ କର। ତୁମେ ନିଜକୁ ଆଘାତ ପହଞ୍ଚାଇ ମୋତେ ମଧ୍ୟ ଯନ୍ତ୍ରଣା ଦେଉଛ। କ'ଣ ତୁମେ ମୋତେ ଯନ୍ତ୍ରଣାରେ ଦେଖିବାକୁ ଚାହୁଁଛ କି? ନା ମୋତେ ଯନ୍ତ୍ରଣାରେ ଦେଖି ତୁମକୁ ଭଲ ଲାଗିବ? ତେଣୁ ମୋ କହିବା ଅନୁଯାୟୀ ପରିସ୍ଥିତିକୁ ସ୍ୱୀକାର କର, ପରିସ୍ଥିତିକୁ ଗ୍ରହଣ କରିବା ଶିଖ। ଯେତେବେଳେ ମୁଁ ତୁମ ସହିତ ଅଛି, ତେବେ କାହିଁକି ଭୟ କରୁଛ? କାହିଁକି ଏତେ ସାରା ଚିନ୍ତା କରୁଛ? ଆରେ ତୁମେ ତ ମୋର ସେହି ପିଲାମାନଙ୍କ ମଧ୍ୟରୁ ଜଣେ, ଯିଏ ସର୍ବଦା ନିଜ ପ୍ରାର୍ଥନାରେ ଅନ୍ୟମାନଙ୍କୁ ସାମିଲ କରେ ବା ଅନ୍ତର୍ଭୁକ୍ତ କରେ। ତେବେ ପିଲାମାନେ କୁହ, ମୁଁ କିପରି ତୁମର ଧ୍ୟାନ ରଖିବି ନାହିଁ? ଆରେ ମୁଁ ତୁମର ବାବା, ତୁମର ସହାୟତା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତି କ୍ଷଣରେ ତତ୍ପର ଥାଏ। କିନ୍ତୁ ମୋର ପିଲାମାନେ, କ'ଣ ତୁମେ ମୋ ଦୁଆରେ ଉପସ୍ଥିତ ହେଉଛ କି? ନା ଘର ଘର ବୁଲି ବୁଲି ସହାୟତା ମାଗୁଛ? ପିଲାମାନେ, ମୋ ଦୁଆର ତୁମ ପାଇଁ ସବୁବେଳେ ଖୋଲା। ଏଥିପାଇଁ ତୁମକୁ କେବଳ ଦୃଢ଼ ସଂକଳ୍ପର ସହିତ ମୋ ଦୁଆରେ ଉପସ୍ଥିତ ହେବାକୁ ପଡ଼ିବ। ଆଜି ମୁଁ ତୁମକୁ ଏକ ଜରୁରୀ କଥା କହୁଛି। ବହୁତ ଶୀଘ୍ର ତୁମକୁ ମୋର ଦର୍ଶନ ହେବ। ବହୁତ ଜଲ୍ଦି ତୁମେ ମୋତେ ଦେଖିବ। ମୁଁ ତୁମକୁ ଭେଟିବାକୁ ଆସୁଛି। ଏହି ଆଗାମୀ ସପ୍ତାହ ତୁମ ପାଇଁ ଅନେକ ଆଶୀର୍ବାଦରେ ପରିପୂର୍ଣ୍ଣ ହେବ। ମୋର ଲୀଳାଗୁଡ଼ିକର ଆନନ୍ଦ ଉଠାଇବା ପାଇଁ, ଉପଭୋଗ କରିବା ପାଇଁ ପ୍ରସ୍ତୁତ ରୁହ। ଖୁସିରେ ରୁହ, ହସମୁଖ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ତୁମର ଦିନଟି ଶୁଭମୟ, ମଙ୍ଗଳମୟ ହେବ। ଓମ୍ ସାଇ ରାମ, ଜୟ ସାଇ ରାମ।